बंधु आपणଙ୍କୁ କିଛି ଲୋକ ଏଥିପାଇଁ ମଧ୍ୟ ଘୃଣା କରିବା ପାଇଁ ଲାଗନ୍ତି କି ଆପଣ କହୁଥିବା ପ୍ରତିଟି ସତ କଥାକୁ ସେମାନେ ହଜମ କରିପାରନ୍ତିନି। ଯେଉଁ ମଣିଷ ଆପଣଙ୍କ ସାଙ୍ଗରେ ରହିଲା ପରେ ମଧ୍ୟ ଆଉ କାହା ବିଷୟରେ ଭାବୁଛି ତାକୁ ନିଜ ପାଖରେ ରଖିବା ଅପେକ୍ଷା ସବୁଦିନ ପାଇଁ ତାକୁ ବିଦାୟ ଦେବା ବହୁତ ଭଲ ହୋଇଥାଏ। ବନ୍ଧୁ ଜୀବନରେ ଘଟି ଯାଇଥିବା କିଛିଟା ସ୍ମୃତି ମଣିଷକୁ ବଞ୍ଚିବାକୁ ଦିଏନି, ଆଉ ନିଜ ପରିବାର ପ୍ରତି ଥିବା କିଛିଟା କର୍ତ୍ତବ୍ୟ ମଣିଷକୁ ମରିବାକୁ ଦିଏନି। ବନ୍ଧୁ ଜୀବନର ପ୍ରତିଟି ମୁହୂର୍ତ୍ତକୁ ମନ ଭରି ଆପଣ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ଥରେ ସମୟ ଚାଲିଗଲେ ବାସ୍ କିଛିଟା ସମୟ ସ୍ମୃତି ହୋଇ ରହିଯିବ, କିନ୍ତୁ ସେ ସମୟ ଆଉ କେବେ ଫେରି ପାରିବନି। ଯଦି କୌଣସି ବି ଭଲ ପାଇବାରେ ପିଲାଳିଆମି ନଥାଏ, ତେବେ ସେ ଭଲ ପାଇବା କେମିତି ବା ହୋଇଥାଏ? ଯେତେବେଳେ ତୁମେ ସବୁ ବୁଝିଯିବ ସେତେବେଳେ ତୁମେ ତ ବୃଦ୍ଧ ହୋଇଯାଇଥିବ। ବନ୍ଧୁ ତୁମେ ଯେତେ ବି ନିଜ ହୃଦୟରୁ ପ୍ରକୃତରେ ଭଲ ପାଇବା ପାଇଁ ଚେଷ୍ଟା କର, କିନ୍ତୁ ଲୋକେ ତୁମକୁ ପସନ୍ଦ କରିବେନି। ଏଠି ସୁନ୍ଦର ଚେହେରା ପାଇଁ ଭଲ ହୃଦୟ ଥିବା ମଣିଷକୁ ଧୋକା ଦିଆଯାଏ। ବନ୍ଧୁ କେବେ କେବେ କୌଣସି ବି ବ୍ୟକ୍ତି ଉପରେ ଆମେ ଏତେ ଭରସା କରି ବସିଥାଉ କି ସିଏ ଯଦି ଆମକୁ ଜୀବନରେ କେବେ ଧୋକା ଦେଇ ଚାଲିଯାଏ ଆମକୁ ବିଶ୍ୱାସ ହିଁ ହୁଏନି। କିଛିଟା ଲୋକ ଜୀବନରେ ଏମିତି ଥିଲେ ଯେଉଁମାନେ ମିଳିଲା ପରେ ଲାଗିଥିଲା କମ୍ ସେ କମ୍ ଏମାନେ କେବେ ବଦଳିବେନି, ହେଲେ ସେଇ ଲୋକମାନଙ୍କୁ ବି ମୁଁ ବଦଳି ଯିବାର ଦେଖିଛି। ଏବେ ଆପଣ କୁହନ୍ତୁ, ଭରସା କାହାକୁ କରିବ ମଣିଷ? ବନ୍ଧୁ କିଛିଟା ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜର ମୂର୍ଖ ଅହଙ୍କାର ଓ ଗର୍ବ ପାଇଁ ଗୋଟେ ହସୁଥିବା ଖେଳୁଥିବା ଭଲ ସମ୍ପର୍କକୁ ଭାଙ୍ଗି ଦିଅନ୍ତି। ଆଉ ହଁ ଆଜ୍ଞା, କିଛିଟା ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସମ୍ପର୍କକୁ ବଞ୍ଚେଇବା ପାଇଁ ନିଜେ ମୁଣ୍ଡ ତ ନୁଆଇ ଦିଅନ୍ତି, କିନ୍ତୁ ତାପରେ ସେମାନେ ନିଜ ମୂଲ୍ୟ ହରାଇ ବସନ୍ତି। ବନ୍ଧୁ କୌଣସି ବି ଲୋକକୁ ଜୀବନରୁ ହରେଇ ଦେଲା ପରେ ସବୁ କିଛି ସରିଯାଏନି, କିନ୍ତୁ କିଛିଟା ଲୋକ ଜୀବନରେ ଏମିତି ଥାଆନ୍ତି ଯେଉଁମାନେ ଜୀବନରୁ ଚାଲିଗଲା ପରେ ଜୀବନର ମୂଲ୍ୟ ମଧ୍ୟ କିଛି ନଥାଏ। ଯଦି କୌଣସି ବି ଜାଗାରେ ଆପଣ ମୁଣ୍ଡ ନୁଆଇବା ପାଇଁ ଚାହୁଁଛନ୍ତି ତେବେ ମୁଣ୍ଡ ନୁଆଇ ଦିଅନ୍ତୁ, କିଛି କଥା ନାହିଁ। କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ସେଇ ପର୍ଯ୍ୟନ୍ତ ମୁଣ୍ଡ ନୁଆଇବ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକତା ଅଛି। ତାଠୁ ଅଧିକ ମୁଣ୍ଡ ନୁଆଇବା ଲୋକମାନଙ୍କ ଆଗରେ ଆପଣଙ୍କୁ ମୂଲ୍ୟହୀନ ବୋଲି ସାବ୍ୟସ୍ତ କରିଦେବ। ବନ୍ଧୁ ଭଲ ପାଇବା ଏଠି କେବେ ବି କାହା ପାଖରେ ବିକ୍ରି ହୋଇଯାଏନି, କିନ୍ତୁ ହଁ ଏ ମଣିଷମାନେ ବିକ୍ରି ହୋଇଯାଆନ୍ତି ନିଜ ସ୍ୱାର୍ଥ ପଛରେ। ବନ୍ଧୁ ଧନୀ ବ୍ୟକ୍ତି ତ ଆମେ ବି ଥିଲୁ, କିନ୍ତୁ ଟଙ୍କା ପଇସାରେ ନୁହଁ, ହୃଦୟରୁ। ଆମେ ହୃଦୟରୁ ଭଲ ପାଇବା ବାଣ୍ଟି ଚାଲିଲୁ, କିନ୍ତୁ ଏଠି ଲୋକଙ୍କୁ ନୋଟ ହିଁ ପସନ୍ଦ ଆସିଲା। ହଁ ଏ କଥା ବି ଆମେ ମାନୁଛୁ ଆଜ୍ଞା କି ଆମେ ଏତେ ବି ଧନୀ ନୁହଁ, କିନ୍ତୁ ଏମିତି ବି କୌଣସି ମଣିଷ ଜନ୍ମ ହେଇନି ଯିଏ ଆମର ମୂଲ୍ୟକୁ ନିଶ୍ଚିତ କରିପାରିବ। ଯଦି କାହାକୁ ଭଲ ପାଇବାର ଅଛି ତେବେ ଭଲ ଏହିଭଳି ପାଅ କି ସେ ଯଦି କେବେ ତୁମକୁ ଛାଡ଼ିକି ବି ଚାଲିଯିବ ନା, ସାରା ଜୀବନ ଯେମିତି ଏକଥା କହୁଥିବ କି ଭଲ ପାଇବା କେବଳ ତା ପାଖରେ ହିଁ ଥିଲା। ବନ୍ଧୁ ଇଏ କୌଣସି ମାନବ ସମାଜର ନୁହଁ, ବରଂ ଏ ସୃଷ୍ଟିର ନିୟମ। ଯେଉଁ ମଣିଷ ନିଜେ ସହିବାର ଶକ୍ତି ରଖୁଛି ସେ ମଣିଷ ଦିନେ ସଫଳତା ନିଶ୍ଚୟ ପାଇବ, ଏଥିରେ ଦ୍ୱିମତ ନାହିଁ। ମୁଁ ଜାଣିଛି ମୁଁ କିଛି ନା କିଛି କର୍ମ ପାଇଁ ଏ ଧରାପୃଷ୍ଠକୁ ନିଶ୍ଚୟ ଆସିଛି, କାହିଁକି ନା ଭଗବାନ
କେବେ ବି ଫାଲତୁ ଜିନିଷ ତିଆରି କରନ୍ତିନି। ବନ୍ଧୁ, ଭାବି ଚିନ୍ତି ନିଜ ଜୀବନର ବିଚାର କରିବା ପାଇଁ ଚେଷ୍ଟା କର। କାହିଁକିନା ଯେଉଁ ଭୁଲ ତୁମେ ଆଜି ମାଟି ଉପରେ କରିବ, କାଲି ମାଟି ତଳେ ସେ ଭୁଲର ହିସାବ ତମକୁ ଦେବାକୁ ହେବ। ମଣିଷ ଆଜି ମାଟି ଉପରେ ଅଛି, ଆଉ କାଲି ମାଟି ତଳେ ଥିବ। ଏବେ ଆପଣ କୁହନ୍ତୁ, ଗର୍ବ ଅହଙ୍କାର କେଉଁ କଥାକୁ ନେଇ କରିବ? ତୁମେ କିଏ ବି ହୋଇଥାଅ ନା କାହିଁକି, ସେ କଥା କେହି ବି ଦେଖନ୍ତିନି। କିନ୍ତୁ ତୁମ ଭିତରେ କ'ଣ ଭଲ ଗୁଣ ରହିଛି ଆଉ କ'ଣ ଭଲ ପ୍ରତିଭା ରହିଛି, ସେ କଥା ସମସ୍ତେ ଦେଖନ୍ତି। ଯଦି ଆପଣଙ୍କ ପଛରେ କେହି ଆପଣଙ୍କ ବିଷୟରେ କଥା ହେଉଛି, ତେବେ ଚିନ୍ତା କରିବାର କୌଣସି ବି ଆବଶ୍ୟକତା ନାହିଁ। କାହିଁକିନା ଲୋକମାନେ ସବୁବେଳେ ସେଇ ଲୋକ ବିଷୟରେ ହିଁ ତ କଥା ହୁଅନ୍ତି ଯେଉଁ ଲୋକ ପାଖରେ କିଛି ଦମ୍ ଥାଏ। ବନ୍ଧୁ, ଜୀବନରେ କେବେ ବି ଫାଲତୁରେ ବସି ସମୟ ନଷ୍ଟ କରନ୍ତୁ ନାହିଁ। ଯଦି ଏମିତି କରିବାର ଅଛି, କମ୍ ସେ କମ୍ ଆପଣ ଦୁଃଖ ରାସ୍ତାରେ ଚାଲିବାକୁ ଚେଷ୍ଟା କରନ୍ତୁ। କିଛି ନ ମିଳିଲା ନାହିଁ, କିନ୍ତୁ ଜୀବନର ଅମୂଲ୍ୟ ଶିକ୍ଷା ନିଶ୍ଚୟ ମିଳିବ। କେବେ ବି ଭାଗ୍ୟ ଉପରେ ଭରସା କରିବନି, ଆଉ କେବେ ବି ନିଜ ହାତର ରେଖା ଉପରେ ବିଶ୍ୱାସ କରିବନି। ଯଦି ବିଶ୍ୱାସ କରିବାର ଅଛି, ତେବେ ନିଜ ପରିଶ୍ରମ ଉପରେ କର। ଜୀବନରେ କେବେ ଧୋକା ପାଇବନି। ଜୀବନକୁ ବେଳେବେଳେ ଖୋଲା ଛାଡ଼ିଦେବା ହିଁ ବହୁତ ଭଲ ହୋଇଥାଏ। କାହିଁକିନା କିଛିଟା କାର୍ଯ୍ୟ ଏମିତି ଥାଏ ଯାହା କେବଳ ଉପରବାଲା ହିଁ କରିପାରିବେ, କୌଣସି ମଣିଷ ଜାତି ନୁହେଁ। ଯଦି ଆପଣଙ୍କ ପାଦରେ କେବେ ଆଘାତ ଲାଗେ, ସିଏ ଆପଣଙ୍କୁ ଭଲ ଭାବରେ ଚାଲିବା ଶିଖେଇଥାଏ। ଆଉ ଯଦି ଆପଣଙ୍କ ମନରେ କେବେ ଆଘାତ ଲାଗେ, କାହାକୁ ବିଶ୍ୱାସ କରିବା ପୂର୍ବରୁ 1000 ଥର ଭାବିଦେବ ବୋଲି ସେ ଶିଖେଇଥାଏ। କେଉଁ ଜିନିଷକୁ ନେଇ ଗର୍ବ କରିବ ବନ୍ଧୁ, ଆଉ କେଉଁ ଜିନିଷକୁ ନେଇ ତୁମେ ଅହଙ୍କାର କରିବ? କାହିଁକିନା ଆମ ଜୀବନରେ ଗୋଟେ ରାତି ଏମିତି ଆସିବ, ଯେଉଁ ରାତି ପରେ କେଉଁ ସକାଳ ନଥିବ। ମଣିଷର ପରିସ୍ଥିତି ହିଁ ମଣିଷର ସ୍ୱଭାବକୁ ବଦଳେଇ ଦେଇଥାଏ। ନହେଲେ ମଣିଷ କାଲି ବି ଯାହା ଥିଲା, ମଣିଷ ଆଜି ବି ତାହା ଅଛି। ଚୁପ୍ ରହିବା ଦ୍ୱାରା ଏମିତିରେ ତୁମ ସମ୍ପର୍କ ଭାଙ୍ଗିଯିବ। ସେଥିପାଇଁ ଭଲ ହେବ ୟା ତ କଥା ହେଇଯାଅ, ନହେଲେ ନିଜ ଭିତରେ କିଛି ଝଗଡ଼ା କରିଦିଅ। ଆଖିରୁ ଝରି ପଡ଼ିଥିବା ଲୁହ ଆଉ ଆମ ନିଜ ନଜରରୁ ତଳେ ଖସି ଯାଇଥିବା ଲୋକମାନେ କେତେ ଚେଷ୍ଟା କଲେ ବି ଉପରକୁ ଆସିପାରନ୍ତିନି। ଜୀବନର ଚଲାପଥରେ ଚାଲୁ ଚାଲୁ ମୁଁ ଏ 2ଟି କଥା ତ ନିଶ୍ଚୟ ଶିଖିଗଲି। ସାଥ ଦେବା ପାଇଁ କିଏ ମିଳୁ କିମ୍ବା ନ ମିଳୁ କିଛି କଥା ନାହିଁ, କିନ୍ତୁ ଧକ୍କା ଦେବା ପାଇଁ ଲୋକେ ଏଠି ଆଗରୁ ପ୍ରସ୍ତୁତ ହୋଇଥାନ୍ତି। ନିଜର ପୁରା ସମୟ ନିଜକୁ ଗୋଟେ ଭଲ ମଣିଷ କରି ପ୍ରସ୍ତୁତ କରିବାରେ ଦେଇଦିଅ। କାହିଁକିନା ଆଜିକାଲିକା ସମୟରେ ଭଲ ମଣିଷ ଦେଖି ସମ୍ପର୍କ ଗଢ଼ାଯାଏନି, ବରଂ ମଣିଷ ପାଖରେ ଥିବା ଟଙ୍କା ପଇସାକୁ ଦେଖି ସମ୍ପର୍କ ଗଢ଼ାଯାଏ। ସବୁବେଳେ ଅନ୍ୟମାନଙ୍କର ଭଲ ଚିନ୍ତା କରୁଥିବା ମଣିଷକୁ ସବୁବେଳେ କଷ୍ଟ ସହିବା ପାଇଁ ପଡ଼େ। କାହିଁକିନା ଯେଉଁ ବୃକ୍ଷ ଯେତେ ଅଧିକ ଫଳ ଦିଏ, ତାକୁ ଅଧିକ ପଥର ମାଡ଼ ବି ସହିବାକୁ ପଡ଼େ। ଜୀବନରେ ଯଦି କିଛି ସମସ୍ୟା ଆସେ, ତେବେ ସେ ସମସ୍ୟାକୁ ନେଇ ଅଧିକ ତୁମେ ବିଚଳିତ ହେବ ନାହିଁ। କାହିଁକିନା ଦୁନିଆରେ ଏମିତି କୌଣସି ବି ସମସ୍ୟା ନାହିଁ ଯେଉଁ ସମସ୍ୟାର କି କୌଣସି ସମାଧାନ ନଥିବ। ଏ ପର୍ଯ୍ୟନ୍ତ ମୁଁ ଏକଥା ତ ବୁଝିପାରିଲିନି, ଲୋକେ ଏମିତି କାହିଁକି ହୋଇଥାନ୍ତି? ଯେତେବେଳେ ସେମାନଙ୍କର ସ୍ୱାର୍ଥ ଥିବ ବହୁତ ଭଲରେ କଥା ହୁଅନ୍ତି, ଆଉ ଯେତେବେଳେ ସ୍ୱାର୍ଥ ସରିଯିବ ସେମାନେ କଥା କହିବାର ଶୈଳୀ ହିଁ ବଦଳେଇ ଦିଅନ୍ତି। କୌଣସି ବି ଭଲ ମଣିଷ ସହ ଜୀବନରେ ତୁମେ ଏତେ ବି ଧୋକା କର ନାହିଁ କି ତା ସହ କରିଥିବା ଧୋକା କର୍ମ ପାଇଁ
ତୁମକୁ ସାରା ଜୀବନ କାନ୍ଦି କାନ୍ଦି ରହିବାକୁ ହେବ। ଏ ମଣିଷର ପ୍ରକୃତି ବି ଗୋଟେ ଅଜବ ଧରଣର ହୋଇଥାଏ ଆଜ୍ଞା। ଏ ମଣିଷ ତା ପଛରେ ହିଁ ଥାଏ ଯିଏ ମୋହମାୟା ହୋଇଥାଏ। ତୁମ ଜୀବନରେ ଯଦି କେହି ତୁମକୁ ଭଲ ଲାଗେ ତେବେ କେବଳ ତାକୁ ଚାହିଁ ବସ, କିନ୍ତୁ କେବେ ଭଲ ପାଅ ନାହିଁ। କାହିଁକି ନା ତୁମେ ଯଦି ଥରେ ଭଲ ପାଇବା ଆରମ୍ଭ କରିବ, ସେ ଭଲ ପାଇବା ସରିଯିବ, କିନ୍ତୁ ତାକୁ ଚାହୁଁଥିବାର ସେ ଅଭ୍ୟାସ କେବେ ବି ଯିବ ନାହିଁ। ଲୋକମାନେ ବେଳେ ବେଳେ ଏ କଥା କହିବାର ମୁଁ ଶୁଣିଛି କି ଯଦି ବଞ୍ଚିଥିବା ତେବେ ପୁଣି ଦେଖା ହେବା। ମୋର ଗୋଟେ ସାଙ୍ଗ କେତେ ଭଲ ଉତ୍ତରଟିଏ ଦେଲା, ଯଦି ଆମେ ସବୁବେଳେ ମିଳାମିଶା କରିବା ତେବେ ହିଁ ତ ବଞ୍ଚି ରହିବା। ଆମ ଜୀବନରେ ତ ଏମିତିରେ ଆମକୁ ବହୁତ କିଛି ଜିନିଷ ମିଳିଛି, କିନ୍ତୁ ଆମେ ସେଇ ଜିନିଷର କେବେ ଆଦର କରୁନା। ଆମେ ତ ସେଇ ଜିନିଷ ପଛରେ ଗୋଡ଼ାଉ ଯେଉଁ ଜିନିଷ କେବଳ ମୋହମାୟା ହିଁ ହୋଇଥାଏ। ଯେଉଁ ମଣିଷମାନେ ଆପଣଙ୍କ ପାଇଁ କୌଣସି ଜାଗାରେ ମୁଣ୍ଡ ନୁଆଁଇବା ପାଇଁ ବି ପଛାନ୍ତିନି, ସେଇ ମଣିଷମାନଙ୍କୁ ଟିକେ ସମ୍ଭାଳିକି ରଖିବେ ଆଜ୍ଞା। କାହିଁକି ନା ସେମାନେ ଯଦି ଜୀବନରୁ ଚାଲିଗଲେ ଆପଣଙ୍କ ଜୀବନଟା ମୂଲ୍ୟହୀନ ହୋଇଯିବ। ଏଇଭଳି ମଣିଷମାନଙ୍କୁ ବି ଟିକେ ସମ୍ଭାଳି କରି ରଖୁଥିବ। ଯେଉଁ ମଣିଷମାନେ ଆପଣଙ୍କ ଖରାପ ସମୟରେ ଆପଣଙ୍କ ସାଥ ବି ଦେଇଛନ୍ତି, ଆଉ ତା ସହିତ ଆପଣଙ୍କୁ ନିଜ ମୂଲ୍ୟବାନ ସମୟ ବି ଦେଇଛନ୍ତି। ଯେଉଁ ମଣିଷମାନେ କୌଣସି ମନୁଷ୍ୟର ହୃଦୟ ଭାଙ୍ଗି କୌଣସି ତୃତୀୟ ମଣିଷ ପାଖକୁ ଯାଆନ୍ତି ଖୁସି ଖୋଜିବା ପାଇଁ, ସେ ମଣିଷମାନେ ତାଙ୍କ ଜୀବନରେ କେବେ ବି ଖୁସିରେ ରହିପାରନ୍ତି ନାହିଁ। ଲୋକମାନେ ଯେତେବେଳେ ତୁମକୁ ପ୍ରଶଂସା କରନ୍ତି ସେତେବେଳେ ତୁମେ ଖୁସି ହୋଇଯାଉଛ, ଆଉ ଲୋକମାନେ ଯେତେବେଳେ ତୁମକୁ ଟିକେ ଖରାପ ବୋଲି କୁହନ୍ତି ତୁମେ ଦୁଃଖୀ ହୋଇଯାଉଛ। ମୋତେ ଗୋଟିଏ କଥା କହିପାରିବେ, ଆପଣ ଏ ଜୀବନ ଆପଣ ନିଜ ପାଇଁ ଜିଉଛନ୍ତି ନା ଲୋକମାନଙ୍କ ପାଇଁ ତୁମେ ଜିଉଛ? ଯଦି ତୁମ ଜୀବନରେ ଏମିତି କୌଣସି ପରିସ୍ଥିତି ଆସେ ଯେଉଁ ପରିସ୍ଥିତିର ସମାଧାନ ପାଇଁ ତୁମେ ବାଟ ଖୋଜି ପାଉନ, ସେହି ସମୟରେ କେବେ ଦୁଃଖ କରନି, ବରଂ ଭଲ ହେବ ଟିକେ ହସି ଦିଅ। କାହିଁକି ନା କଥାରେ ଅଛି, ପ୍ରଫୁଲ୍ଲିତ ମନରେ ଯଦି ତୁମେ ଚିନ୍ତା କରିବ ତେବେ ତୁମକୁ ସବୁ ସମସ୍ୟାର ସମାଧାନ ମିଳିବ। ଏଠି ମଣିଷ ତ ନିଜ ଘର ବଦଳେଇ ଦିଏ, ମଣିଷ ପିନ୍ଧୁଥିବା ପୋଷାକ ବଦଳେଇ ଦିଏ, ମଣିଷ ଦେଖା ଚାହାଁ କରୁଥିବା ମିଶୁଥିବା ବନ୍ଧୁମାନଙ୍କୁ ବଦଳେଇ ଦିଏ। ତାପରେ ବି ଏଠି ମଣିଷ ଦୁଃଖରେ ରହେ। କାହିଁକି ଜାଣିଛନ୍ତି? ଏସବୁ ତ ବଦଳେଇ ଦିଏ, କିନ୍ତୁ ମଣିଷ କେବେ ବି ନିଜକୁ ବଦଳେଇ ପାରେ ନାହିଁ। ଯଦି ତୁମକୁ ଗୋଟେ ଭଲ ମଣିଷ ହେବାର ଅଛି ତେବେ ନିଜ ବାପା ମାଙ୍କ ଆଗରେ ଆଉ ଭଗବାନଙ୍କ ଆଗରେ ଭଲ ମଣିଷ ହେଇ ଦେଖ। ଏ ଦୁନିଆ ଲୋକଙ୍କର କ'ଣ, ତୁମେ ସଫଳତା ପାଇଲେ ବି ଏମାନେ ଏମିତି ହିଁ ଜଳୁଥିବେ।